ନମସ୍କାର ବନ୍ଧୁଗଣ, ଆଜିର ଏହି ଭିଡ଼ିଓ ମାଧ୍ୟମରେ ଆମେ ଜାଣିବାକୁ ଯାଉଅଛେ ଯେ ଭଲ ସମୟ ଆସିବା ପୂର୍ବରୁ ଭଗବାନ ଆମକୁ କେଉଁ 5ଟି ସଂକେତ ଦ୍ୱାରା ଜଣାଇ ଦେଇଥାନ୍ତି। ଆଉ ମୁଁ ଆପଣଙ୍କୁ ଆଜିର ଭିଡ଼ିଓରେ ସେହି 5ଟି ସଂକେତ କ'ଣ କ'ଣ ଅଟେ ମୁଁ ଆପଣଙ୍କୁ ଜଣାଇଦେବି। ତ ତା ପୂର୍ବରୁ ଆପଣମାନଙ୍କୁ ମୋର ବାସ୍ ଗୋଟିଏ ରିକ୍ୱେଷ୍ଟ, ମୋର ଯଦି ଏହି ଚ୍ୟାନେଲଟିକୁ ଆପଣମାନେ ନୂଆ ଆସିଛନ୍ତି ତେବେ ଏହି ଚ୍ୟାନେଲଟିକୁ ଗୋଟିଏ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଉପରେ ପ୍ରେସ୍ କରି ରଖିଥାନ୍ତୁ, ଯାହାଫଳରେ ମୁଁ ଭିଡ଼ିଓ ଛାଡ଼ିବା ମାତ୍ରେ ଆପଣଙ୍କ ପାଖରେ ନୋଟିଫିକେସନ୍ ଜରିଆରେ ସର୍ବପ୍ରଥମେ ପହଞ୍ଚି ପାରିବ। ଆଉ ହଁ, ଭିଡ଼ିଓଟି ଆପଣଙ୍କୁ ଅତ୍ୟଧିକ ମାତ୍ରାରେ ପସନ୍ଦ ଆସୁଥିଲେ ମୋର ଭିଡ଼ିଓକୁ ଗୋଟିଏ ଲାଇକ୍ ସେୟାର କରନ୍ତୁ, ଯାହାଫଳରେ ମୁଁ ଆପଣଙ୍କ ପାଇଁ ଡେଲି କିଛି ନୂଆ ଟପିକ୍ର ଭିଡ଼ିଓ ମୁଁ ମୋର ଏହି ଚ୍ୟାନେଲରେ ଆଣିବାକୁ ଚେଷ୍ଟା କରିବି। ତ ସାଙ୍ଗମାନେ, ଚାଲନ୍ତୁ ଆମେ ଆରମ୍ଭ କରିବା। ତ ସାଙ୍ଗମାନେ, ଆମର ଜୀବନରେ ବେଳେବେଳେ ଏମିତି ସମୟ ଆସିଥାଏ ଯେତେବେଳେ ଆମେ ଭାବିଥାଉ ମୋ ସହିତ ହିଁ କାହିଁକି ସବୁବେଳେ ଭୁଲ ହେଉଅଛି। ପରିଶ୍ରମ ତ ଭଲ ଅଛି, ଇମାନଦାରୀ ତ ଭଲ ଅଛି, କିନ୍ତୁ ଫଳ ମିଳୁନାହିଁ କାହିଁକି? କିନ୍ତୁ ବନ୍ଧୁମାନେ, ଶାସ୍ତ୍ର ଓ ଅନୁଭବ କହେ ଭଲ ସମୟ ଆସିବା ପୂର୍ବରୁ କେବେ ବି ମନୁଷ୍ୟ ଅନେକ ପରୀକ୍ଷା ମଧ୍ୟ ଦେବାକୁ ପଡ଼ିଥାଏ। ତ ଆଜିର ଏହି ଭିଡ଼ିଓରେ ମୁଁ ଆପଣଙ୍କୁ କହିବାକୁ ଯାଉଅଛି ଭଲ ସମୟ ଆସିବା ପୂର୍ବରୁ ମିଳୁଥିବା 5ଟି ଗଭୀର ସଂକେତ, ଯାହାକୁ ଅଧିକାଂଶ ଲୋକ ଅଣଦେଖା କରିଦିଅନ୍ତି। ତ ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଶୁଣନ୍ତୁ। ହୋଇପାରେ ଏହି ସଂକେତ ଗୁଡ଼ିକ ଆପଣଙ୍କ ଜୀବନରେ ଏବେ ଚାଲୁଅଛି, ଯାହାଫଳରେ ଆପଣଙ୍କ ସହିତ ମଧ୍ୟ ଭଗବାନ ଅଛନ୍ତି। ସଂକେତ ନମ୍ବର 1, ହଠାତ୍ ଏକାକୀପନ ଅନୁଭବ ହେବା। ଭଲ ସମୟ ଆସିବା ପୂର୍ବରୁ ମନୁଷ୍ୟ ଧୀରେ ଧୀରେ ଭିଡ଼ରୁ ଅଲଗା ହେବା ଆରମ୍ଭ କରେ। ଯେଉଁ ଲୋକଙ୍କ ସହିତ ଆଗରୁ କଥା ହେବାକୁ ଚେଷ୍ଟା କରୁଥାଏ ସେମାନଙ୍କ ସହିତ ଆଉ ମନ ମଧ୍ୟ ମିଳେ ନାହିଁ। ଏକା ରହିବାକୁ ହିଁ ଭଲ ଲାଗେ, ଶାନ୍ତି ଖୋଜିବାକୁ ମନ କରେ। ବନ୍ଧୁମାନେ, ଏହା ଦୁଃଖର ନୁହେଁ, ଏହା ଆତ୍ମିକ ଓ ପରିବର୍ତ୍ତନର ଆରମ୍ଭ ହୋଇଥାଏ। ଭଗବାନ ଯେତେବେଳେ ଆପଣଙ୍କୁ ନୂଆ ସ୍ତରକୁ ନେବାକୁ ଚାହାନ୍ତି ସେତେବେଳେ ପୁରୁଣା ଭିଡ଼ରୁ ଅଲଗା କରିଦିଅନ୍ତି। ଆଉ ସେହି ଲୋକଟି ତାର ଜୀବନର ପଥରେ କେବଳ ଏକା ଚାଲିବାକୁ ହିଁ ପ୍ରୟାସ ରଖିଥାଏ। ଏହା ଥିଲା ସଂକେତ ନମ୍ବର 1। ସଂକେତ ନମ୍ବର 2, ଜୀବନରେ ସବୁକିଛି ଓଲଟା ହେବା। ତ ଭଲ ସମୟ ଆସିବା ପୂର୍ବରୁ ଅନେକ ସମୟରେ ଚାକିରି ଛାଡ଼ିଯାଏ, ସମ୍ପର୍କ ଭାଙ୍ଗିଯାଏ ଏବଂ ଆର୍ଥିକ ସମସ୍ୟା ମଧ୍ୟ ବଢ଼ିଯାଏ। ଆପଣ ଭାବନ୍ତି ସବୁକିଛି ଏଇ ତତ୍କ୍ଷଣାତରେ ଶେଷ ହୋଇଗଲା କେମିତି? କିନ୍ତୁ ଏହାର ପ୍ରକୃତ ସତ୍ୟ କଥା ହେଲା ଏହା ଶେଷ ନୁହେଁ, ଏହାର ପୁନଃ ଆରମ୍ଭ। ଯେପରି ଗଛକୁ ଫଳ ଆସିବା ପୂର୍ବରୁ ଛାଟାଯାଏ, ଠିକ୍ ସେହିପରି ଜୀବନକୁ ଭଲ କରିବା ପୂର୍ବରୁ
ଭଗବାନ ଅନାବଶ୍ୟକ ଜିନିଷ କାଟି ଦିଅନ୍ତି, ଯାହାଫଳରେ ସେହି ଲୋକଙ୍କର ଜୀବନ ବହୁତ ସୁଖମୟ ହେବାକୁ ଲାଗିଥାଏ। ଆଉ ତା'ର ଜୀବନରେ କେବେ ବି ଦୁଃଖ, କଷ୍ଟ, ଝଡ଼ଝଞ୍ଜା, ଏପରିକି ଘରର ବହୁତ ସମସ୍ୟା ତା'ର ଜୀବନର ଚଲାପଥରେ କେବେ ବି ବାଧାବିଘ୍ନ ସୃଷ୍ଟି କରିନଥାଏ। ସଂକେତ ନମ୍ବର 3, ଚିନ୍ତାଧାରା ବଦଳି ଯିବା। କ'ଣ ଆପଣମାନେ ଧ୍ୟାନ ଦେଇ ଦେଖିଛନ୍ତି କି ଆଗରୁ ଯାହା ଭଲ ଲାଗୁଥିଲା ସେଇଟା ଏବେ ଆଉ ତତ୍କ୍ଷଣାତ୍ରେ ମଧ୍ୟ ଭଲ ଲାଗୁନାହିଁ। ମିଛ ଦେଖାଦେଖି, ଅହଙ୍କାର, ଏହା ସବୁରୁ ମନ ଦୂରେଇ ଯାଏ। ସତ୍ୟ, ଶାନ୍ତି ଓ ଆତ୍ମସମ୍ମାନ ଅଧିକ ମୂଲ୍ୟବାନ ଲାଗିଥାଏ। ଏହା ଏକ ବଡ଼ ସଂକେତ ଅଟେ। ଆପଣଙ୍କ ଚିନ୍ତାଧାରା ଉଚ୍ଚ ସ୍ତରକୁ ଯାଉଅଛି। ଭଲ ସମୟ ପ୍ରଥମେ ଧନ ଦିଏ ନାହିଁ, ବରଂ ପ୍ରଥମରେ କେବଳ ବୃଦ୍ଧି ଓ ବୁଝାମଣା ଦେଇଥାଏ। ଆଉ ହଁ, ଆପଣମାନେ ବି ମନେ ରଖିବା ଉଚିତ ଅଟେ ଯେ ଭଗବାନ ଆମକୁ ଏହି ସଂସାରରେ ଜନ୍ମ ଦେଇଛନ୍ତି ସତ, କିନ୍ତୁ କାହାକୁ ଗରିବ, ହୁଏତ ଆଉ କାହାକୁ ଧନୀ ଭାବରେ ଗଢ଼ି ତୋଳିଛନ୍ତି। ଏମିତିକି ନୁହେଁ ଆମେ ଧନୀ ହୋଇଗଲେ ବୋଲି ନିଜର ମାନବିକତା ଏବଂ ମଣିଷ ପଣିଆକୁ ଭୁଲିଯିବା। ଏହା ଏକ ଭୁଲ ଅଟେ। ତ ଆପଣମାନେ ଯଦି ନିଜର ଜୀବନରେ କିଛି କୃତକାର୍ଯ୍ୟ ବା ଉନ୍ନତି କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଖରେ ଏହି ସଂକେତ ଗୁଡ଼ିକ ରହିବା ନିହାତି ଆବଶ୍ୟକ, ଯାହାଫଳରେ ଆପଣମାନେ ଜାଣିପାରିବେ ଯେ ଭଗବାନ ଆପଣଙ୍କ ସାଥିରେ ଅଛନ୍ତି। ଆଉ ଆପଣଙ୍କର ଏହି ସଂକେତ ଗୁଡ଼ିକ ଆପଣଙ୍କର ବହୁତ କାମରେ ମଧ୍ୟ ଆସିପାରେ। ତ ଚାଲନ୍ତୁ ସଂକେତ ନମ୍ବର 4 କ'ଣ କହୁଅଛି ଆମେ ଜାଣିବା। କାନ୍ଦିବା ପରେ ମଧ୍ୟ ମନ ଶାନ୍ତି ଲାଗିବା ନାହିଁ। ତ ଆପଣମାନେ କେତେକ ସମୟରେ ଦେଖିଥିବେ ଆପଣ ଏକା ଏକା କାନ୍ଦି ଦିଅନ୍ତି, କିନ୍ତୁ କାନ୍ଦିବା ପରେ ମନ ହାଲୁକା ହୋଇଯାଏ। ଏହା କମଜୋରି ନୁହେଁ ବନ୍ଧୁମାନେ, ଏହା ହେଉଛି ଆତ୍ମାର ଭାର ହଲକା ହେବା। ଭଗବାନ ଆପଣଙ୍କୁ ନୂଆ ଖୁସି ଦେବା ପୂର୍ବରୁ ପୁରୁଣା ଯନ୍ତ୍ରଣାକୁ ବାହାର କରିଦିଅନ୍ତି। ତ ସାଙ୍ଗମାନେ, ଠିକ୍ ସେମିତି ଆମେ ଯଦି ଖରାପ ବାଟରେ ଯାଉଛନ୍ତି, ତାହେଲେ ଭଗବାନ ଆମକୁ ସେହି ବାଟରୁ ମୁକୁଳାଇଲେ ହିଁ ସେ ଆମକୁ ଭଲ ବାଟରେ ନେବାକୁ ଚେଷ୍ଟା କରିଥାନ୍ତି। ସଂକେତ ନମ୍ବର 5, କଷ୍ଟ ମଧ୍ୟରେ ମଧ୍ୟ ଆଶା ମରେ ନାହିଁ। ସବୁଠାରୁ ବଡ଼ ସଂକେତ, ପରିସ୍ଥିତି ଖରାପ, କିନ୍ତୁ ମନ ଭିତରେ ଗୋଟିଏ ସ୍ୱର କହେ, ହଁ, କାଳେ ସବୁ ଭଲ ହୋଇଯିବ। ଏହି ଆଶା ଆପଣଙ୍କର ନୁହେଁ, ଭଗବାନଙ୍କ ଦୟାର ସଂକେତ ହୋଇଥାଏ। ଯେଉଁମାନେ ଭଲ ସମୟ ପାଇବାକୁ ଚାହୁଁଛନ୍ତି, ସେମାନଙ୍କର ଆଶା କେବେ ମଧ୍ୟ ମରିନଥାଏ, ବରଂ ସେମାନଙ୍କର ଆଶା ସବୁବେଳେ ଏକ ଉନ୍ନତିର ମାର୍ଗ ଦେଖାଇଥାଏ, ଯାହାଫଳରେ ଭଗବାନ ମଧ୍ୟ ସେହି ଲୋକର ସାଥିରେ ସଦାସର୍ବଦା ଥାଆନ୍ତି। ହୁଏତ ଭଗବାନ ନିଷ୍ଠୁର ଅଟନ୍ତି ସତ, କିନ୍ତୁ ଭଗବାନଙ୍କର କୃପା ଆଉ ତାଙ୍କ ଦ୍ୱାରା ହୋଇପାରୁଥିବା କିଛି କାର୍ଯ୍ୟ ତାଙ୍କର କେବଳ ସେହି ଭକ୍ତମାନଙ୍କୁ ହିଁ ଦିଅନ୍ତି, ଯେଉଁ ଭକ୍ତମାନେ ସତ୍ୟ ମାର୍ଗରେ ଯିବାକୁ ଆଗ୍ରହୀ ହୋଇଥାନ୍ତି। କିନ୍ତୁ ସାଙ୍ଗମାନେ, ଆପଣମାନେ କ'ଣ ଜାଣିଛନ୍ତି ଯେ
ସତ୍ୟ ମାର୍ଗରେ ଗଲେ କୌଣସି ଲୋକ ମଧ୍ୟ ସାଥ ଦେବେ ନାହିଁ, କିନ୍ତୁ କେବଳ ଭଗବାନ ହିଁ ସାଥ ଦେବେ। ତେଣୁକରି ଏହି ସଂସାରରେ ଭଗବାନଙ୍କ ଠାରୁ ମୂଲ୍ୟବାନ ଆଉ କେହି ବି ନୁହନ୍ତି। ତେଣୁକରି ଆପଣ ଯଦି ଭଗବାନଙ୍କୁ ଏକ ନିଷ୍ଠାପର ଭାବରେ ନିଜ ହୃଦୟର ସହ ଡାକିବେ, ତେବେ ଭଗବାନ ମଧ୍ୟ ଆପଣଙ୍କର ଡାକ ନିଶ୍ଚୟ ଶୁଣିବେ। ତ ବନ୍ଧୁମାନେ, ଯଦି ଏହି 5ଟି ସଂକେତରୁ 2 ନମ୍ବର ବା 3 ନମ୍ବର ଆପଣଙ୍କର ଜୀବନରେ ଚାଲୁଅଛି, ତେବେ ଭୟ କରନ୍ତୁ ନାହିଁ। ଆପଣଙ୍କ ଭଲ ସମୟ କେବେ ମଧ୍ୟ ଦୂରେଇ ଯାଇନାହିଁ। ତ ସାଙ୍ଗମାନେ, ଆପଣମାନେ କେବଳ ଧୈର୍ଯ୍ୟ ଧରନ୍ତୁ, ଭଗବାନଙ୍କ ଉପରେ ଭରସା ରଖନ୍ତୁ ଏବଂ ନିଜକୁ କେବେ ମଧ୍ୟ ହାରିବାକୁ ଦିଅନ୍ତୁ ନାହିଁ। ସାଙ୍ଗମାନେ, ଏହି ଭିଡ଼ିଓରୁ କେବଳ ଗୋଟିଏ ଶିକ୍ଷା ମିଳିଲା ଯେ ଜୀବନରେ ହାରିବା ପୂର୍ବରୁ ଜିତିବାଟା ହିଁ ଆପଣଙ୍କ ପାଇଁ ଏକ ଖାସ୍ର ଖେଳ ହୋଇଥାଏ। ଯଦି ଆପଣ ମଧ୍ୟ ଭାବି ଦିଅନ୍ତି ମୁଁ ତ ସେହି ଖେଳରେ ହାରିଯିବି, ତେବେ ଆପଣ ସେହି ଖେଳରେ ନିଶ୍ଚିତ ଭାବରେ ହାରିଯିବେ। ଆଉ ଆପଣ ଯଦି ସେହି ଖେଳରେ ନିଜର କନଫିଡେନ୍ସ ରଖିକି ଖେଳିବେ, ତେବେ ଆପଣ ନିଶ୍ଚୟ ଜିତିବେ। ତ ଆଶା କରୁଛି ଆପଣଙ୍କୁ ଏହି ଭିଡ଼ିଓଟି ନିଶ୍ଚୟ ଭଲ ଲାଗିଥାଏ ଆଉ ଆପଣଙ୍କ ମନକୁ ମଧ୍ୟ ଛୁଇଁଥାଏ। ତେଣୁକରି ଆପଣ ଏହି ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରନ୍ତୁ ଏବଂ ଯେଉଁମାନେ କଷ୍ଟରେ ଅଛନ୍ତି ସେମାନଙ୍କ ସହିତ ସେୟାର କରନ୍ତୁ ଆଉ ଏହି କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ ବୋଲି ଗୋଟିଏ କମେଣ୍ଟ କରି ଯାଆନ୍ତୁ। ରହିଲି, ଜୟ ଜଗନ୍ନାଥ।